ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ସାମ୍ବାଦିକ ଭାଇ ଭଉଣୀମାନେ, ଆମ ଗହଣରେ ଅଛନ୍ତି ଆମର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ, ବରିଷ୍ଠ ଉପସଭାପତି ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର ମହୋଦୟ। ଆପଣମାନେ ଗୋଟିଏ କଥା ଦେଖୁଛନ୍ତି ଯେ ବିଜୁବାବୁଙ୍କ ବିରୁଦ୍ଧରେ ଜଣେ ଏମ୍ପି କୋଭଳି ଭାବରେ ଖରାପ ବକ୍ତବ୍ୟ ଦେଇଛନ୍ତି, ଯେ ଇତିହାସ ଭୂଗୋଳ ଜାଣିନାହାନ୍ତି ବିଜୁବାବୁଙ୍କ ବିଷୟରେ କିଛି ନ ଜାଣି ଯୋଉଭଳି ଭାବରେ ବକ୍ତବ୍ୟ ଦେଇଛନ୍ତି, ବୋଧ ହୁଏ ତାଙ୍କ ଦଳର ନେତାଙ୍କୁ ଖୁସି କରିବା ପାଇଁ ମାନସିକ ବିକାରଗ୍ରସ୍ତ ଥାଇପାରନ୍ତି। ଆମର ପ୍ରିୟ ନେତା କହିସାରିଛନ୍ତି ଯେ ତାଙ୍କର ମାନସିକ ଚିକିତ୍ସାର ଆବଶ୍ୟକତା ଅଛି। ଯଦି ବିଜୁବାବୁଙ୍କ ବିଷୟରେ ସେ କିଛି ଜାଣିଥାନ୍ତେ ତାହେଲେ ସେ ଏଭଳି ବକ୍ତବ୍ୟ ଦେଇନଥାନ୍ତେ। ବିଜୁବାବୁ ହେଉଛନ୍ତି ଏଭଳି ଏକ ଓଡ଼ିଆ ପ୍ରବାଦ ପୁରୁଷ। ବିଜୁ ପଟ୍ଟନାୟକ ସେ ଚାଇନା ଯୁଦ୍ଧ ବେଳେ ଯୋଉଭଳି କାମ କରୁଥିଲେ, ଆପଣମାନଙ୍କୁ ଆମର ପ୍ରିୟ ନେତା ନବୀନ ପଟ୍ଟନାୟକ ମହୋଦୟ କହିସାରିଛନ୍ତି। ତାଙ୍କ ବାପା କିଭଳି ଭାବରେ ଚାଇନିଜ ମାନଙ୍କ ବିରୁଦ୍ଧରେ ଲଢୁଥିଲେ। କେବଳ ସେତିକି ନୁହେଁ, ଇତିହାସର ପୃଷ୍ଠା ଖୋଲିଲେ ଆପଣମାନେ ଦେଖିବେ ଇଣ୍ଡୋନେସିଆର ମୁକ୍ତି ସଂଗ୍ରାମରେ ସୁକର୍ଣ୍ଣଙ୍କୁ କିଭଳି ଭାବରେ ସେ ଉଦ୍ଧାର କରି ଇଣ୍ଡୋନେସିଆର ମୁକ୍ତି ସଂଗ୍ରାମରେ ସାହାଯ୍ୟ କରିଥିଲେ ଏବଂ ଭାରତ ବର୍ଷକୁ ସ୍ୱାଧୀନତା ଆଣିବା ପାଇଁ କେତେ ଥର ସେ କାରାବରଣ କରିଥିଲେ ବିଜୁ ପଟ୍ଟନାୟକ। ଏକଥା ଆପଣମାନେ ସମସ୍ତେ ଇତିହାସରେ ଜାଣିଛନ୍ତି। ନ ଜାଣିଥିବା ଲୋକଟିଏ ବିଜୁ ପଟ୍ଟନାୟକଙ୍କ ଭଳି ଲୋକଙ୍କୁ ଏଭଳି ଭାଷା କହିବ, ଆକୁ ପ୍ରତ୍ୟେକ ଓଡ଼ିଆ ଶୁଣିବେ, ଏ ବହୁତ କଷ୍ଟଦାୟକ କଥା। ଯୋଉମାନେ କହୁଛନ୍ତି ଓଡ଼ିଆ ଅସ୍ମିତା କଥା କହିକି ଶାସନକୁ ଆସିଛନ୍ତି, ସେମାନଙ୍କ ମୁହଁରୁ ଏପର୍ଯ୍ୟନ୍ତ ପଦୁଟିଏ ବାହାରିଲା ନାହିଁ ଯେ ବିଜୁବାବୁଙ୍କ ବିରୁଦ୍ଧରେ ତାଙ୍କର ଦଳର ଜଣେ ଏମ୍ପି ଏଭଳି ଭାବରେ ବକ୍ତବ୍ୟ ଦେଲେ। କିନ୍ତୁ ଓଡ଼ିଶାର ଯୋଉମାନେ ନିର୍ବାଚିତ ହୋଇକି ଯାଇଛନ୍ତି ଏମ୍ପି ମାନେ ଏପର୍ଯ୍ୟନ୍ତ ପଦେ କଥା କହୁନାହାନ୍ତି। ଲୋକସଭାରେ, ଆମର ରାଜ୍ୟସଭାରେ ଯୋଉ ଏମ୍ପି ମାନେ ଆମ ଦଳରୁ ଯାଇଛନ୍ତି ସେଇମାନେ ଆଜି ରାଜ୍ୟସଭାରେ ଏକଥା ଉପସ୍ଥାପନ କରିଛନ୍ତି ଏବଂ ବିଜୁବାବୁଙ୍କୁ ଯୋଉଭଳି ଭାବରେ ଅସମ୍ମାନଜନକ କଥା କୁହାଯାଇଛି ତାକୁ ପ୍ରତ୍ୟେକ ଓଡ଼ିଆ ନିନ୍ଦା କରୁଛନ୍ତି। ଓଡ଼ିଶାର ପ୍ରତ୍ୟେକ ମଣିଷଙ୍କ ପ୍ରତି ଏହା କଷ୍ଟ ଦେଇଛି। ସାରା ଭାରତ ବର୍ଷରେ ପ୍ରଭୁ ଜଗନ୍ନାଥଙ୍କ ନାଁ କହିଲେ ଯେଭଳି ଭାବରେ ଓଡ଼ିଆ ମାଟିକୁ ଚିହ୍ନନ୍ତି, ବିଜୁ ପଟ୍ଟନାୟକଙ୍କ ନାଁ କହିଲେ ଓଡ଼ିଶାକୁ ଚିହ୍ନନ୍ତି। ବିଜୁ ପଟ୍ଟନାୟକ ହେଉଛନ୍ତି ଏଇଭଳି ଜଣେ ନେତା ଯାହାକୁ ଦେଖା କରିବା ପାଇଁ ସେତେବେଳର ପ୍ରାଇମ ମିନିଷ୍ଟର ଓଡ଼ିଶା ଭବନ ଆସୁଥିଲେ। ଏଭଳି ଜଣେ ନେତା ଆଉ କେହି ଓଡ଼ିଶାରେ ସୃଷ୍ଟି ହୋଇନାହାନ୍ତି ଏବଂ ସେ ଯେତେବେଳେ ଦେହତ୍ୟାଗ କଲେ ତାଙ୍କ ଉପରେ ରଷିଆର ଜାତୀୟ ପତାକା, ଇଣ୍ଡୋନେସିଆର ଜାତୀୟ ପତାକା, ଭାରତ ବର୍ଷର ଜାତୀୟ ପତାକା, ତିନୋଟି ରାଷ୍ଟ୍ରର ଜାତୀୟ ପତାକା ତାଙ୍କ ଉପରେ ପଡିଥିଲା। ତାଙ୍କୁ ଏଭଳି ଅସମ୍ମାନଜନକ କଥା ଜଣେ ଝାରଖଣ୍ଡର ଏମ୍ପି ଏଭଳି ଅସମ୍ମାନଜନକ କଥା କହିବା ଏକ ନିନ୍ଦନୀୟ କଥା। ଯୋଉଭଳି ଭାବରେ ସେ ଅସମ୍ମାନଜନକ କଥା କହିଛନ୍ତି, ସେ ଲୋକଙ୍କ ପାଖରେ କ୍ଷମା ମାଗନ୍ତୁ, ଓଡ଼ିଆ ଜାତି ପାଖରେ କ୍ଷମା ମାଗନ୍ତୁ ଏବଂ ଯୋଉଭଳି ଭାବରେ ସେ ଦିଲ୍ଲୀରେ ପ୍ରେସର ଭାଇ ଭଉଣୀମାନଙ୍କୁ କହିଛନ୍ତି, ସାରା ଭାରତ ବର୍ଷରେ ଯୋଉ ସମ୍ମାନ ବିଜୁବାବୁଙ୍କର ଅଛି ସେ ସମ୍ମାନକୁ କ୍ଷୁଣ୍ଣ କଲା ଭଳିଆ କଥା କହିଛନ୍ତି। ହୁଏତ କୋଉଠି ବିଜେପି ତାଙ୍କ ନେତାଙ୍କୁ ଖୁସି କରିବା ପାଇଁ ସେ କହିଥାଇ ପାରନ୍ତି। ସେଥିରେ ସେ କ୍ଷମା ମାଗନ୍ତୁ, ତୁରନ୍ତ ଏକଥାକୁ ଉଡ୍ର କରନ୍ତୁ ଏବଂ ପ୍ରତ୍ୟେକ ଭାରତବାସୀଙ୍କ ପାଖରେ, ଓଡ଼ିଆ ଲୋକଙ୍କ ପାଖରେ ସେ କ୍ଷମା ଭିକ୍ଷା କରନ୍ତୁ। ନଚେତ୍ ବିଜୁ ଜନତା ଦଳ ଆକୁ ସହଜରେ ଗ୍ରହଣ କରିନାହିଁ କି କରିପାରିବ ନାହିଁ। ବିଜୁ ଜନତା ଦଳ ସାଧାରଣ ଲୋକଙ୍କ ପାଖକୁ ଯିବ ଏବଂ ବିଜୁ ଜନତା ଦଳ ତାର ଦୃଢ ନିନ୍ଦା କରୁଛି। ଯୋଉଭଳି ଭାବରେ ନିଶିକାନ୍ତ ଦୁବେ ଅସମ୍ମାନଜନକ କଥା ଓଡ଼ିଆ ମାଟିକୁ, ଓଡ଼ିଆ ବରପୁତ୍ରଙ୍କୁ, ଓଡ଼ିଆ ଜାତିକୁ ଅସମ୍ମାନ କରିଛନ୍ତି, ତାକୁ ଆମେ ସମସ୍ତେ ନିନ୍ଦା କରୁଛୁ। ତୁରନ୍ତ ଏକଥାକୁ ସେ ଉଡ୍ର କରନ୍ତୁ ଏବଂ ଭାରତବାସୀଙ୍କ ପାଖରେ, ଓଡ଼ିଆବାସୀଙ୍କ ପାଖରେ କ୍ଷମା ମାଗନ୍ତୁ।